ରଚନା ବର୍ଷାକାଳୀନ ପଲ୍ଲୀର ଦୃଶ୍ୟ। ଉପକ୍ରମ ଭାରତ ଏକ କୃଷି ପ୍ରଧାନ ଦେଶ। ଆମ ଦେଶର ଅଧିକାଂଶ ଲୋକ ଗାଁରେ ବାସ କରନ୍ତି। ଗ୍ରୀଷ୍ମର ପ୍ରଚଣ୍ଡ ଖରା ପରେ ବର୍ଷା ଋତୁର ଆଗମନ ଗ୍ରାମବାସୀଙ୍କ ମନରେ ନୂଆ ଆଶା ଓ ଆନନ୍ଦ ଆଣିଦିଏ। ବର୍ଷା କାଳରେ ପଲ୍ଲୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଅଧିକ ମନୋରମ ଦେଖାଯାଏ। ବର୍ଣ୍ଣନା ବର୍ଷା ଆରମ୍ଭ ହେଲେ ଶୁଖିଲା ଜମି ସବୁଜ ଘାସରେ ଭରିଯାଏ। କ୍ଷେତରେ ଧାନ ଚାରା ଲଗାଇବାରେ ଚାଷୀମାନେ ବ୍ୟସ୍ତ ହୋଇପଡ଼ନ୍ତି। ବଳଦ ଓ ଟ୍ରାକ୍ଟର ସାହାଯ୍ୟରେ ଜମି ଚାଷ କରାଯାଏ। ଚାଷୀମାନଙ୍କ ମୁହଁରେ ଖୁସିର ହସ ଫୁଟି ଉଠେ, କାରଣ ଭଲ ବର୍ଷା ହେଲେ ଭଲ ଫସଲ ହେବ ବୋଲି ସେମାନେ ଆଶା କରନ୍ତି। ଗାଁର ପୋଖରୀ, ନଦୀ ଓ କୂଅ ସବୁ ପାଣିରେ ପୂର୍ଣ୍ଣ ହୋଇଯାଏ। ଗଛଲତା ଧୋଇ ହୋଇ ସବୁଜ ସୁନ୍ଦର ଦେଖାଯାଏ। ବିଭିନ୍ନ ପକ୍ଷୀର କାକଳି ଓ ବେଙ୍ଗମାନଙ୍କ ରାବରେ ପରିବେଶ ମୁଖରିତ ହୋଇଉଠେ। ଛୋଟ ପିଲାମାନେ ବର୍ଷାରେ ଖେଳି ଆନନ୍ଦ ଉପଭୋଗ କରନ୍ତି। ବର୍ଷା ଯେପରି ଆନନ୍ଦ ଆଣେ, ସେପରି କିଛି ଅସୁବିଧା ମଧ୍ୟ ସୃଷ୍ଟି କରେ। ଅଧିକ ବର୍ଷା ହେଲେ ରାସ୍ତାଘାଟ କାଦୁଅମୟ ହୋଇଯାଏ। ଯାତାୟାତରେ ଅସୁବିଧା ହୁଏ। କେତେକ ସ୍ଥାନରେ ବନ୍ୟା ହୋଇ ଲୋକମାନଙ୍କ ଜୀବନ ଓ ସମ୍ପତ୍ତିର କ୍ଷତି ହୁଏ। ତଥାପି କୃଷକମାନଙ୍କ ପାଇଁ ବର୍ଷା ଅତ୍ୟନ୍ତ ଆବଶ୍ୟକ। ଉପସଂହାର ବର୍ଷାକାଳୀନ ପଲ୍ଲୀର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର, ସବୁଜ ଓ ମନୋହର। ଏହି ଦୃଶ୍ୟ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ପ୍ରକାଶ କରେ। ବର୍ଷା ହେଉଛି ଗ୍ରାମ ଜୀବନର ପ୍ରାଣ। ତେଣୁ ବର୍ଷାକାଳୀନ ପଲ୍ଲୀର ଦୃଶ୍ୟ ସମସ୍ତଙ୍କ ମନକୁ ଆନନ୍ଦ ଓ ଶାନ୍ତିରେ ଭରିଦିଏ।